श्री गणेशाय नमः। नमस्कार बंधुगण, जय जगन्नाथ। एही पवित्र माघ मासरे माघ महात्म्य गोटे अध्याय हो पछे निश्चय शुणंतु। 16 अध्याय। श्री भगवान उवाच कहन्ति जगत करता उद्धव शुण धर्म कथा। नारद आगे वेदपति ए धर्म कहन्ति से नीति। दिलीप राजा को वशिष्ठ कहिले ही धर्म बाट। तो जहूँ पुछा कलु एबे थकाए कहिलु प्रस्तावे। आवर कथाए अछई तो आगे कहिबा बुझाई। पूर्वे जे मणिगिरी पास थिला को नाम ब्रह्मदेश। से देशे हेला पाळक दुखी होइले सर्वलोक। वृष्टि न कला जहूँ पाणी शस्य न उपुजिला पुणी। से पुर उपेक्षिण गले आनन ग्रेक बसाइले। तेणु भाजिला कसे पुर होइले अति नारखार। से मणि पर्वत शिखरे थिले जे भृगु मुनि बरे। आश्रम करी तहि थान्ति तपसाधने दिन न्यन्ति। भुंजन्ति वन फल मूल दुखे वंचन्ति दिन काल। से मुनि ब्रह्मार नंदन हरि चरणे करि ध्यान। भूत भविष्य महाज्ञाता जानन्ति सर्वशास्त्र कथा। दिने क भृगु महाऋषि मढ़िया द्वारे छन्ति बसी। एमन्ते मुनि छामुरे मिलिले क विद्याधरे। नाम ताहार विश्वावसु पथिक इलाकासु। सेहादे स्वर्गर गंधर्व देशई अति अपूर्व। देवता देह व्याघ्र मुख तेणु ता मनरे विमुख। संगरे घेनी निज नारी स्वर्ग इला शीघ्र करी। बसिछि रत्नमय रथे जान चलई शून्य पथे। मुनि छामुरे मिलिला दूर हूँ नमस्कार कला। कल्याण कले ब्रह्मवेता पूछिले सकल बारता। कि अर्थे अइलु एथकु संगरे आनिछु प्रियाकु। शुणी बोइले विद्याधर भोमुनि मते दिय बर। कथाए पचारिबि मुहि विस्तारी कहिबा गोसाई। पूर्वे मु कली जेउ पाप एमंत होइला स्वरूप। देख मो दशा कपाळर शार्दूल मुख मो शरीर। एत संसारे लज्जा कथा से घेनी मने गुरु चिंता। देवंक सभा को न आसी निज भुवने ठाए बसी। सबुरी सुंदर बदन मोहर शार्दूल आनन। एणु संकोच भार पाई चौर्य प्राय होई थाई। एजे मोहर निज प्रिया रूपेण पटांतर एहा। स्वर्गरे जेते अपसरी एहाकु नहे केही सरी।
ଏହାର ଚନ୍ଦ୍ରମା ବଦନ ଲାଜେ ନ ଦିଅ ଚୁମ୍ବନ ଅଧର ସୁଧାର ସପାନ ନ ପାଇବି ରସ ମମନ ହୃଦୟରେ ଭାବୁଥାଇ ନିତ୍ୟେ ବିଧାତା ଏହା କଲା ମତେ ଉତ୍ତମ ଦିବ୍ୟ ଦେହ ଦେଲା କି ଦୋଷେ ବ୍ୟାଘ୍ର ମୁଖ କଲା ଏଣୁ ଏ କଥା ଜାଣିବାକୁ ଅଇଲି ତୁମ୍ଭର ଛାମୁକୁ ବିଦ୍ୟାଧର ବଚନେ ଋଷି ବୋଇଲେ କ୍ଷଣେ ଥାଅ ବସି ଏମନ୍ତେ କହି ମୁନି ବର ଧ୍ୟାନେ ବସିଲେ ତପଶୀଳ ବିଦ୍ୟାଧରର ପୂର୍ବ ଦୋଷ ଯୋଗେଣ ହୋଇଲା କଦୃଶ୍ୟ ମୁନି ବୋଇଲେ ଆହେ ଶୁଣ ତୁ ଯାହା ପଚାରିଲୁ ପୁଣ ତାହା ଜାଣିଲୁ ଆମ୍ଭେ ଯୋଗେ ସେ କଥା କହିବା ତ ଆଗେ ପୂର୍ବେ ଯେ ନର ଦେହ ବହି ମଞ୍ଚରେ ଥିଲୁ ଜାତ ହୋଇ ମାଘ ସ୍ନାନ କରୁଥିଲୁ ବହୁତ କର୍ମ ଆଚରିଲୁ ମକର ଶୁକ୍ଳ ପକ୍ଷରେ ଦଶମୀ ହେଲା ଗୁରୁବାରେ ଏକାଦଶୀ ବ୍ରତକୁ କଲୁ ନିର୍ଜଳ ଉପବାସେ ଥିଲୁ ଶ୍ରୀ ଏକାଦଶୀ ଯହୁଁ ଗଲା ଦ୍ୱାଦଶୀ ଆର ଦିନ ହେଲା ପ୍ରଭାତ ଉଠି ତତ୍କ୍ଷଣ ତୈଳ ମୁଖେ ଲଗାଇଣ ସ୍ନାନ କରି ନଦୀ ଜଳେ ବୁଡ଼ିଲୁ ଯାଇ ପୁଣ୍ୟ କାଳେ ସମୟ ମର୍ତ୍ତ୍ୟପୁରେ ଥାଇ କାଳେ ନିଧନ ହେଲୁ ତୁହି ଧରିଣ ନେଲେ ଯମଦୂତେ ନେଣ ରାଜାର ଗ୍ରତେ ଯମଧର୍ମଙ୍କ ବିଚାରଣେ ମନ୍ତ୍ରୀଙ୍କ ପାଞ୍ଜି ପରଶଣେ ଶୁଣି ବୋଇଲେ ସୂର୍ଯ୍ୟ ଶିଷ୍ୟ ଏହି ଯେ ନିଷ୍ପାପୀ ମନୁଷ୍ୟ ଏହାକୁ କିମ୍ପା ଅଛୁ ଧରି ମାଘ ସ୍ନାନ ଅଛି କରି ଏବେ ହୋ ଛାଡ଼ି ଦିଅ ଯାଉ ସ୍ୱର୍ଗେ ଗନ୍ଧର୍ବ ହୋଇଥାଉ କେବଳ ଅଛି ତୈଳ ଦୋଷ ସେ ପାପ ଗଞ୍ଜିବ ଅବଶ୍ୟ ମାଘ ସ୍ନାନ କଲା କାଳେ ଅଜ୍ଞାନ ପଣ କଲା ହେଳେ ଦିନେକ ପ୍ରଭାତ ଉଠିଲା ତୈଳ ମୁଖେ ଲଗାଇଲା ଏତେ ମାତ୍ରକ ଦୋଷ ଅଛି ଆଉ ଅଧର୍ମ ନାହିଁ କିଛି ତହିଁକି ଶାସ୍ତି ଏବେ ପାଉ ଏହାର ବ୍ୟାଘ୍ର ମୁଖ ହେଉ ଦେବତା ଅଙ୍ଗେ ବ୍ୟାଘ୍ର ମୁଖ ଏମନ୍ତ ଭାବେ ସ୍ୱର୍ଗେ ରଖ ଯମ ଆଜ୍ଞାରେ ଘେନି ଗଲେ ଅମରପୁରେ ଜାତ କଲେ ଶାର୍ଦୁଳ ମୁଖ ଦିବ୍ୟ କାଏ ଦେଖି ଚକିତ ଦେବରାଏ ଫଳିଲା ଗତ ଜନ୍ମ ପାପ ତେଣୁଟି ହୋଇଲୁ ବିରୂପ ଶୁଣ ହୋ ପଚାରିଲୁ ଯାହା ବିଚାରି କହିଲି ମୁଁ ତାହା ଶୁଣି ବୋଇଲେ ବିଦ୍ୟାଧର ଭୌମୁନି କର ପ୍ରତିକାର ଭୁଞ୍ଜିଲି ଗତ ଜନ୍ମ ପାପ କେମନ୍ତେ ହୋଇବି ମୁକ୍ତ ମୁନି ବୋଇଲେ ରହ ଏଥ ଏ ଯେ ଅଟଇରେ ବା ତୀର୍ଥ ମାସକ ମାଘ ସ୍ନାନ କର ଏ ଦୋଷ ଉପେକ୍ଷିବ ତୋର ଶୁଣେ ଗନ୍ଧର୍ବ ମନ ତ ସେ ରହିଲା ମୁନିଙ୍କର ପାଶେ
ମକର ମାସକ ରହିଲା ରେବା ତୀର୍ଥରେ ସ୍ନାନ କଲା। ଗତ ଦୋଷରୁ ହେଲା ପାର ଗଲା ବ୍ୟାଘ୍ର ମୁଖ ତାହାର। ବହନ ହୋଇଲା ସୁନ୍ଦର ଦେଶନେ ମଦନ କୁମର। କିସେ ଲକ୍ଷଣ ଦିଶେ ଶଶୀ ତେସନ ପ୍ରାୟ ମୁଖ ଦିଶି। ସେ ପତି ପତ୍ନୀ ବେନି ଜନ ଦେଖି ସାନନ୍ଦ କରେ ମନ। ଭୃଗୁ ଋଷିଙ୍କ ପାଦ ତଳେ ପ୍ରଣାମ ସତେବାର କଲେ। ତବ ପ୍ରସାଦେ ଗଲା ଦୁଃଖ ଏବେ ହୋଇଲା ଦିବ୍ୟ ମୁଖ। ମୁନି ବୋଇଲେ ଏବେ ଯାଅ ନିଶ୍ଚିନ୍ତ ହୋଇ ସ୍ୱର୍ଗେ ରହ। ଶୁଣି ଗନ୍ଧର୍ବ ତ ସମନେ ତକ୍ଷଣେ ବସିଲା ବିମାନେ। ସ୍ୱର୍ଗକୁ ଗଲା ବିଦ୍ୟାଧର ଦେଖି ସାନନ୍ଦ ସର୍ବସୁର। ତାହାକୁ ବୋଲନ୍ତି ବଚନ ଏବେ ତୁ ସୁନ୍ଦର ବଦନ। ଗନ୍ଧର୍ବ ନମସ୍କାର କଲା ଏ ସର୍ବ ବୃତ୍ତାନ୍ତ କହିଲା। ଶୁଣି ସାନନ୍ଦ ସର୍ବଦେବ ତାହାକୁ କଲେ ଗୌରବ। ବ୍ରହ୍ମା ଈଶ୍ୱର ଦେବ ଚନ୍ଦ୍ର ଅଗ୍ନି ପବନ ସୁର ଇନ୍ଦ୍ର। ବରୁଣ କୁବେର ସହିତେ ସେ ବ୍ରତ କଲେଟି ସମସ୍ତେ। ଏଣୁ ତାହାଙ୍କ ବଡ଼ପଣ ମାଘ ସ୍ନାହାନେ ଏତେ ପୁଣ୍ୟ। ଏ ମାଘ ମହାତମ ଶୁଣି ଭବସାଗର ତରେ ପ୍ରାଣୀ। ନୃସିଂହ ଦାସରଥ ନଏ ପୁରାଣ ଗୀତ କରି କହେ। ସୁଜନେ ନଘେନିବ ଦୋଷ ଭାବେ ଭଣଇ କୃଷ୍ଣ ଦାସ। ଉଦ୍ଧବେ କହିଲେ ମାଧବ ଏ ଅଧ୍ୟା 94 ପଦ। ଇତି ଶ୍ରୀ ମାଘ ମହାତ୍ମ୍ୟେ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଭୃଗୁ ଋଷି କଥନେ ଗନ୍ଧର୍ବ ବ୍ୟାଘ୍ର ମୁଖ ନିସ୍ତାରଣେ ନାମ ଷୋଡ଼ଶୋଧ୍ୟାୟ। ସପ୍ତଦଶ ଅଧ୍ୟାୟ। ଶ୍ରୀ ଭଗବାନ ବାଚ କହନ୍ତି ପ୍ରଭୁ ଜଗଦୀଶ ଉଦ୍ଧବ ଶୁଣ ଦିବ୍ୟ ରସ। ତୁମ୍ଭେ ଯେ କର ଏହି ବ୍ରତ ଖଣ୍ଡିବ ସକଳ ଦୁରିତ। ମାଘ ସ୍ନାହାନ ଫଳ ଯେତେ ବଚନେ କହିବା ତା କେତେ। ଆଉ କଥା ଏବେ ଶୁଣ ଏ କରାଯାଏ ଥିଲା ପୁଣ। କାର୍ତ୍ତିକ ବ୍ରତ ତାର ନାମ ରୂପେଣ ପଟାନ୍ତର କାମ। ଦୟାରେ ସମକଳ୍ପତରୁ ଧୈର୍ଯ୍ୟ ପଣେ ସମମେରୁ। ବେଗେଣ ଅଟଇ ପବନ ତେଜେଣ ଆଦିତ୍ୟ ସମାନ। ରାଜାମାନଙ୍କୁ ଜିଣି ହେଳେ ଖଟାଇ ନିଜ ପାଦ ତଳେ। ଅନ୍ୟାୟ ଉପଦ୍ରବ ନାହିଁ ଧର୍ମେ ପାଳଇ ରାଜା ମହି। ଅନ୍ୟାୟ ଉପଦ୍ରବ ନାହିଁ ଧର୍ମେ ପାଳଇ ରାଜା ମହି। ଧାର୍ମିକ ସତ୍ୟବ୍ରତ ରାଏ ମାଘ ସ୍ନାହାନେ ଇଚ୍ଛା ହୋଏ। ଦିନେ ନୃପତି ଶେଖର ନବରୁ ହୋଇଲେ ବାହାର। ହସ୍ତି କନ୍ଧରେ କଲେ ବିଜେ ଅନେକ ବୀର ତୁର ବାଜେ। ସଙ୍ଗରେ ପାତ୍ର ମନ୍ତ୍ରୀ ଘେନି ଆବର ଯେତେକ ସୈନି। ସେ ଗିରି ଉପରେଣ ବସି ଅଛନ୍ତି ଦତ୍ତାତ୍ରେୟ ଋଷି। ସମ୍ଭ୍ରମେ ଗଲେ ତହିଁ ଚଳି ସତ୍ୟ ପର୍ବତେ ଯାଇ ମିଳି।
ମଢ଼ିଆ ଗୋଟିଏ କରିଣ ସର୍ବଦା ଥାନ୍ତି ତହିଁ ପୁଣ କୃଷ୍ଣର ଅଭୟ ଚରଣ ଚିନ୍ତନ୍ତି ବସି ଅନୁକ୍ଷଣ ଯୋଗ ସାଧନ୍ତି ତପଶୀଳ ଜ୍ଞାନ ଖଡ଼ଗେ ଛେଦି କାଳ କରନ୍ତି କନ୍ଦମୂଳ ଗ୍ରାସ ପୟପାନରେ ଆତ୍ମା ତୋଷ ସନ୍ଧ୍ୟା ତର୍ପଣ ସାରି ଜ୍ୟୋତି କୁରଙ୍ଗ ଛାଲେ ବସିଛନ୍ତି ବିଷ୍ଣୁଙ୍କୁ କରିଛନ୍ତି ଧ୍ୟାନ ଏମନ୍ତେ ମିଳିଲା ରାଜନ ଗଜ ପିଠିରୁ ତୁରିଲା ମୁନିଙ୍କ ପଦେ ପୂଜା କଲା ବୋଲୋଇ ଯୋଡ଼ିବେନି କର କୁଶଳ ଟିକି ମୁନି ବର ମିଳଇ ଟିକି ଫଳ ପାଣି ହସି ବୋଲନ୍ତି ମୁନି ମଣି ଭୋରା ଜାତର ପରସାରେ କୁଶଳେ ଅଛୁ ଅପ୍ରମାଦେ ତୁ ରାଜା ଅଛୁ ଟିକି କ୍ଷମେ মেদিনী পালুকি ধরমে পরজা পুত্র সম করি পালুও ছোনা দণ্ডধারী মন্ত্রিত কেড়ে বুদ্ধিমন্ত জানে কি আগত নিগত অন্তপুরর কথা মান তু বুঝি টিকি নীতি দিন କେତେ ଅଛନ୍ତି ଘୋଡ଼ା ହାତୀ ତାହାଙ୍କୁ ବୁଝୁ ଟିକି ନୀତି ନହୁନା ଅତି ନିଦ୍ରା ଭୋଗୀ ନିଶାରେ ଥାଉ ଟିକି ଜାଗି କାମିନୀ ମାନଙ୍କ ସଙ୍ଗତେ ଲମ୍ପଟ ନହୁନା ନିରତେ ଶୁଣି ବୋଇଲେ ମହିପାଳ ଭୋମୁନି ସମସ୍ତ କୁଶଳ ମୋତେ କହିଲେ ତପୋଧନ ଏ ସର୍ବ କରଇ ପାଳନ ମନରେ କର୍ମ ଧର୍ମ କଲି ମାଘ ସ୍ନାନ ନ ଜାଣିଲି ସେ ମାଘ ବ୍ରତ କରିବାକୁ ପଚାରି ଅଇଲି ଛାମୁକୁ ବୋଲନ୍ତି ତପ ମହାଜ୍ୟୋତି କହିବା ଶୁଣ ହୋ ନୃପତି ମାଘ ସ୍ନାନ ଯେଉଁ ବ୍ରତ ତହିଁର ଗୁଣ ପ୍ରମିତ ଏ ରବି ତଳେ ଦେହ ଧରି ମାଘ ସ୍ନାନ ଯେନ କରି ତାହାର ଜୀବନ ବି ଅର୍ଥ ଧିକ ତାହାର ଗୁଣ ଅର୍ଥ ଧିକ ତାହାର ସର୍ବକର୍ମ ଯେବେ ନ କଲା ଏଡ଼େ ଧର୍ମ ଏ ମାଘ ବ୍ରତ ନ କରିଣ ଦେହ ବହି ଅକାରଣ ଆଦିତ୍ୟ ନଥିଲେ ଆକାଶେ ସେ ଯେହ୍ନେ ନିର୍ମଳ ନଦୀ ସେ ନକ୍ଷତ୍ର ଗଣ ମଧ୍ୟେ ଶଶୀ ନଥିଲେ ସୁନ୍ଦର ନଦିଶି ସେହି ପ୍ରକାରେ ପ୍ରାଣୀମାନେ ଅଶୋଭା ଏ ବ୍ରତ ବିହୀନେ ପୁତ୍ର ବିହୀନେ ଯେତେ ଅର୍ଥ ସେତେ ନୁହେଁ ହୁଇ ବିର୍ଥ ବ୍ରତ ବିହୀନେ ତେହ୍ନେ ଦେହ ଛାଡ଼ି ନ ପାରେ ମାୟା ମୋହ ଅନ୍ତେ ଲୋଭଇ ଅଧୋଗତି ସେ କାହିଁ ପାଇବ ମୁକତି ପତ୍ନୀ ବିହୀନେ ପୁତ୍ର ସଧ କାଳେ ହୁଇ ଯେ ବିରୁଦ୍ଧ ମାଘ ସ୍ନାନ ବ୍ରତ ବିନୁ ଥିଲେ ହେଁ ବିଫଳତା ମନୁ ନାସିଲେ ଯେହ୍ନେ କୁଳ ଧର୍ମ ସେ ପ୍ରାଣୀ ମୃତ ଶବ ସମ ମାଘ ସ୍ନାନ ଯେ ନ କଲା ସେ ପ୍ରାଣୀ ଜିଉଁ ଜିଉଁ ମଲା
ଦୃଢ଼ ନ ଥାଇ ଯେ ଭଜନ ତହିଁରେ ନାହିଁ ପ୍ରୟୋଜନ। ଯେ ମାଘ ବ୍ରତ ନ କରିବ ସେ ପ୍ରାଣୀ ଥିଲେ କିସ ହେବ। ସତ୍ୟବଦନ ଯେତେ କଥା ଯେ ମୁଖେ ଉଚ୍ଚାରନ୍ତି ମିଥ୍ୟା ସେ ଯେତେ ଅକାରଣ ନୁହେଁ। ବ୍ରତ ବିହୀନେ ତେନେ କାଏ ଦେଖ ଏ ଅନିତ୍ୟ ସଂସାର ଜୀବନ ଅଟଇ ଅଚିର। ଏ ଦେହେ ଶୋଣିତ ମାଉଁସ ଅସ୍ଥି ପୂରିଛି ଚଉପାଶ। ନାଡ଼ ଲୁଟିଏ ଅନ୍ତର୍ପିତ ମଧ୍ୟରେ ଅଛଇ ପୂରିତ। ବଳ ହିଁ ପ୍ରାଣ ଲିଙ୍ଗ ଆଦି ପୂରିଛି 64 ବ୍ୟାଧି। ଅତି ଦୁର୍ଗନ୍ଧ ମଳ ମୂତ୍ର ଲାଳ ଛେପରେ ସେ ପୂରିତ। ଏମନ୍ତ ଭାବେ ଦେହ କଲା ଉପରେ ଚର୍ମ ଆଚ୍ଛାଦିଲା। ଦେହ ଭିତରେ 5 ମନ ବିଧାତା ଥୋଇଲା ନେଇଣ। 25 ପ୍ରକୃତି ଆବର ମିଥ୍ୟା ବୈରାଗ ଅହଙ୍କାର। ଲୋଭ କପଟ କାମ କ୍ରୋଧ ଆଣି ଥୋଇଲା ଦେହ ମଧ୍ୟ। ଦେହ ମଧ୍ୟରେ ବିଷ୍ଣୁ ଆପେ ଖେଳୁଅଛଇ ଆତ୍ମା ରୂପେ। ପାପ ପୁଣ୍ୟକୁ ସାକ୍ଷୀ ସେହି ମୂଢ଼ତା ଜାଣି ନ ପାରଇ। ବିଷୟ ଦ୍ୱନ୍ଦ୍ୱ ଆଚରଣ ଭ୍ରମର କୁଟୁମ୍ବ ପୋଷିଣ। ନିଶି ଦିବସେ କରେ ଖେଦ ଯଦ୍ୟପି ଅର୍ଜଇ ସମ୍ପଦ। ସମ୍ପଦେ ମତି ଭ୍ରମ ହୋଇ କେବଳ ସୁଖ ଭୋଗ ପାଇ। ଉତ୍ତମ ମିଷ୍ଟଶାଳୀ ଅନ୍ନ ଅବାସୁ ସ୍ୱାଦୁ ଦ୍ରବ୍ୟମାନ ଭୁଞ୍ଜି ସନ୍ତୋଷ ଚିତ୍ତ ହୋଇ। ବିଷ୍ଣୁ ଭକତ ନ ଜାଣଇ ବିଷ୍ଣୁରେ ନୁହେଁ ଉପଗତ। କିଛି ନ କରେ ବାର ବ୍ରତ ସମୟର ବିତଳେ ଥାଇ। ପ୍ରକୃତି ହେତୁ ନାଶ ଯାଇ ଅନ୍ତେ ଲଭଇ ନର୍କ ଗତି। ନାନା ଜନିରେ ଭ୍ରମୁଥାନ୍ତି ପୁଣି ଜନ୍ମଇ ପୁଣ୍ୟ କ୍ଷୟେ। କେବଳ ପଥ ଶ୍ରମ ହୋଏ ଯେ ପ୍ରାଣୀ ମନୁଷ୍ୟରେ ହୀନ। ଧାନରେ ଅଗଡ଼ି ଯେ ସନ ଯେ ଅବା କରେ ବାର ବ୍ରତ। ମାଗି ଆଣଇ ପର ଅର୍ଥ ଯେ ଯେହ୍ନେ ନିଷ୍କଳକୁ ଯାଇ। ବିଅର୍ଥେ ମରେ ଶ୍ରମ ପାଇ ନ କଲେ ମକର ସ୍ନାନ। ଜାଣ ହେ ଦେହ କାରଣେ ଯେ ଅବା ଯେ ବିଦ୍ୟା ସାଧଇ। ନିତ୍ୟ ଅଭ୍ୟାସ ନ କରଇ ସେ ଯେହ୍ନେ ହୋଏ ଅକାରଣ। ଅଯୋଗ୍ୟ ବୋଲି ତାକୁ ଜାଣ ଏ ଦେହ ଯେମନ୍ତ ପ୍ରକାରେ। ମାଘ ସ୍ନାନ ଯେ ନ କରେ କୃପଣ ହସ୍ତେ ଥିଲେ ଧନ। ସେ ଯେହ୍ନେ ହୋଏ ଅକାରଣ। ନ ନେଇ ନ ଖାଇ ସଞ୍ଚିଛି ମଧୁ ସଞ୍ଚଇ ଯେହ୍ନେ ମାଛି। ତା ମୁଖେ ଦେଇ ହୁତାସନ ମଧୁ ଭକ୍ଷଣେ ନେଇ ଆନ। ଯେହ୍ନେ ସେ ହୁଅଇ ବିଅର୍ଥ ତେମନ୍ତେ କୃପଣର ଅର୍ଥ। ମାଘ ସ୍ନାନ ଯେ ନ କରେ ସେ ହୋଏ ସେହି ପରକାରେ। ଅଗ୍ନି ବିହୀନେ ଭସ୍ମ ଥିବ
ତହିଁରେ ଘୃତ ଯେବା ଦେବ ସେ ଯେହ୍ନେ ବିଫଳ ହୁଅଇ ବ୍ରତ ବିହୀନେ ତେହ୍ନେ ଦେହି ଏ ଜୀବ ଜଳ ବିମ୍ବ ଜାଣି କ୍ଷଣ ମାତ୍ରକେ ଯାଇ ପୁଣି ଏହା ନ ଜାଣି ମୂଢ଼ ଜନ ଦୁର୍ବୁଦ୍ଧି ବିଚାରନ୍ତି ମନ ସେ କାହିଁ ହୋଇବ ନିସ୍ତାର ଇହଲୋକରେ ତା ବିଚାର ଯେ ପ୍ରାଣୀ ମାଘ ସ୍ନାନ କରେ ତୁଟଇ ବ୍ରହ୍ମ ହତ୍ୟା ଥିଲେ ଗୋହତ୍ୟା କରିଥିଲେ ଜନ ସେ ଯେବେ କରେ ମାଘ ସ୍ନାନ ତକ୍ଷଣେ ଖଣ୍ଡଇ ତା ଦୋଷ ବୈକୁଣ୍ଠେ ବସେ ଯେ ଅବଶ୍ୟ ଯେ ଅବା ସ୍ତ୍ରୀ ହତ୍ୟା କରେ ସେ ମହାପାତକୀ ସଂସାରେ ଯେତେ ହେଁ ଦାନ ଧର୍ମ କଲେ ଦୋଷ ନ ଖଣ୍ଡଇ ଯେ ଭଲେ ତହିଁ କି ଅଛି ପରିତ୍ରାଣ ତାହା କହିବା ଏବେ ଶୁଣ ଯେ ଯେହ୍ନେ ମାଘ ସ୍ନାନ କରେ ସେ ମହାପାପରୁ ନିସ୍ତରେ ଯେ ଅବା ସୁବର୍ଣ୍ଣ ହରଇ ପାପକୁ ଭୟ ନ କରଇ ମହାପାତକୀ ଯେହୁ ଲୋକ ଅନ୍ତେ ପଡ଼ଇ କୁମ୍ଭୀ ପାକ ସେ ଯେବେ ମକର ମାସରେ ପ୍ରଭାତେ ନିତ୍ୟ ସ୍ନାନ କରେ ତେବେ ଖଣ୍ଡଇ ସେହୁ ଦୋଷ ଅନ୍ତେ ଲୋଭଇ ସ୍ୱର୍ଗବାସ ଯେ ବଣ ପ୍ରାଣୀ କାମ ଭରେ ଗୁରୁ ପତ୍ନୀ କିରତି କରେ ସେ ଲୋକ ମହାପାପୀ ହୋଇ ଅନ୍ତେ ପଡ଼ଇ ନର୍କେ ଯାଇ କଥାଏ ଅଛି ପ୍ରତିକାର ମାଘ ସ୍ନାନ କଲେ ପାର ଯେ ଅବା ଭଲ ଲୋକ ହୋଇ ମଦିରା ପାନ ଯେ କରଇ ସେ ପ୍ରାଣୀ ମାନେ ବହୁ ଦୋଷୀ ତାହାଙ୍କ ସଙ୍ଗେ ନ ଯେନ ବସି ଜିଅନ୍ତେ ନ ଚାହିଁ ତା ମୁଖ ଅନ୍ତେଣ ନାହିଁ ତାର ସୁଖ ସେ ଯେବେ ଚରିବେ ମକର ସ୍ନାନ କରିବେ ଆହୁରି ଯେତେ ଧର୍ମ ହୋଇ ବିଶେଷ କେ ପାରିବ କହି ଶୁଣ କାର୍ତ୍ତିକ ଚନ୍ଦ୍ର ରାଜା ଏବେ ତୁ ସେ ବ୍ରତ କର ଯା ମୁନିଙ୍କ ମୁଖ ଏହା ଶୁଣି ସନ୍ତୋଷ ହେଲା ନୃପମଣି ଋଷିଙ୍କୁ କଲା ନମସ୍କାର ବାହୁଡ଼ି ଗଲା ଦଣ୍ଡଧର ନିଜ ଭୁବନେ ପରବେଶ ଗଣେ ନୃସିଂହ ଦାସ ଶିଷ୍ୟ ପାମର କୃଷ୍ଣ ଦାସ କହେ 119 ଶେଷଏ। इति श्री माघ महात्म्ये महापुराणे श्रीकृष्ण उद्धव संवादे कार्तिक व्रत राजा माघ स्नान धर्म श्रवणे नाम सप्तदश अध्याय। अष्टादश अध्याय श्री भगवान उवाच कहन्ति प्रभु चक्रपाणि शुण उद्धव धर्म बाणी मकर स्नान महिमा ଯାହାକୁ ସର୍ଜିଥିଲା ବ୍ରହ୍ମା ନାରଦ ମୁନି ଏହା ଶୁଣି ସେ କଥା ସଂସାରେ ବଖାଣି ତେଣୁ ଜାଣିଲେ ସର୍ବଜନ କରନ୍ତି ମକର ସ୍ନାନ ଯେ ଅବା କରେ ସେହୁ ବ୍ରତ ସେ ପ୍ରାଣୀ ଅଟଇ ପବିତ୍ର। ଆଉ କଥାଏ ଶୁଣ ବାବୁ ଯେଣୁ ତୁ ପ୍ରଣତି କରିବୁ ତାହା କହିବା ତୋର ଆଗେ ବିପ୍ରେକ ଥିଲା ସତ୍ୟ ଯୁଗେ
ତାହାର ନାମ ଶଶିକର, ଅତି ଧାର୍ମିକ ଦ୍ୱିଜବର। ଭାରି ଯା ନାମ କାନ୍ତି ଆଭା, ରୂପେ ଚଞ୍ଚଳା ପରି ଶୋଭା। ସେ ପତି ପତ୍ନୀ ସୁଖେ ଥାନ୍ତି, ଯାବତ କର୍ମ ଆଚରନ୍ତି। ବିଷ୍ଣୁରେ ବଡ଼ାଇ ଭକତା, କାଳେ ପ୍ରାପତ ଏକ ସୁତା। ରକ୍ଷକ ବୋଲି ତାର ନାମ, ରୂପେ ପାର୍ବତୀ ପରିସମ। ସେ କନ୍ୟା ନିଶ୍ଚିନ୍ତେ ବଡ଼ଇ, ସପ୍ତବରଷ ଗଲା ବହି। तात ଜନନୀ ବିଚାରିଣ, ବରିଲେ ଉତ୍ତମ ବ୍ରାହ୍ମଣ। ବୋଲନ୍ତି ଆମ୍ଭର ଏ ଝିଅ, ଏହାକୁ ଉପଦେଶ ଦିଅ। ଶୁଣି ବ୍ରାହ୍ମଣ ମନ ତୋଷ, କନ୍ୟାକୁ ଦେଲା ଉପଦେଶ। ତାହାର ରୂପ ପୁଣି ଦେଖି, तात ଜନନୀ ମହାସୁଖୀ। ଉତ୍ତମ ବିପ୍ରବରିଆଣି, ବିବାହ କଲେ ସେ ତରୁଣୀ। ଏମନ୍ତେ କେତେ ଦିନ ଗଲା, ସେ କନ୍ୟା ବିଧବା ହୋଇଲା। ତାହାର କୁମାରୀ ଅବସ୍ଥା, ବସି ଭାଳନ୍ତି ପିତା ମାତା। ଦେଖିଣ ରୂପ ଅନୁସରି, କପାଳେ ବେନି କର ମାରି। ଅତ୍ୟନ୍ତ ସୁନ୍ଦର ଦୁହିତା, ଏ କଷ୍ଟ ଦେଲେ ଯେ ବିଧାତା। ଏମନ୍ତ ବୋଲି ଚିନ୍ତା କରି, ତାର ଜନନୀ ଭାଳି ମରି। ଦୁଃଖ ପାର ଦିନୁ ଦିନୁ, କ୍ଷୀଣ ହୁଅଇ ତାଙ୍କ ତନୁ। ଦେଖ ହୋ ବିଧାତାର ଯୋଗ, ଶରୀରେ ଆକର୍ଷିଲା ରୋଗ। ତୁଟିଲା ବଳ ଯେ ଆୟୁଷ, ସେବେନି ଜନେ ଗଲେ ନାଶ। ପିଅର ଜନନୀ ନିଧନ, ସେ କନ୍ୟା ବିଚଳିତ ମନ। ରକ୍ଷକ ହୋଇଲା କଏକା, ସଙ୍ଗତେ କେହି ନାହିଁ ସଖା। ନିଷିଦି ବସେ ଭାଳୁ ଥାଇ, କି ବୁଦ୍ଧି କରିବଇ ମୋହି। ବିଧାତା ମୋତେ ବାମ ହେଲା, ମାନବ ଜନ୍ମ କିମ୍ପା ଦେଲା। ସ୍ୱଭାବେ ସ୍ତ୍ରୀ ଜନ୍ମ ଲୋଭି, ସ୍ୱାମୀ ଚରଣ ନାହିଁ ସେବି। କିମ୍ପାଇଁ ହୋଇଲି ବିଧବା, ଏବେ ବୟସ ନବ ଯୁବା। କେମନ୍ତେ ଧରିବଇ ଦେହ, ପୂର୍ବେ ଭାଙ୍ଗିଲି କାହା ଗୃହ। ସେ ଦୋଷ ହୋଇଲା କ ଆସି, ଏବେ ଭୁଞ୍ଜିବି ଦୁଃଖ ରାଶି। ପତି ଯେ ସ୍ତ୍ରୀଙ୍କୁ ସୁଲଭ, ସର୍ଜନା କରିଛି ଦଇବ। ଗୃହସ୍ଥ ବିହୀନେ ଯୁବତୀ, ସେ ହାଦେ ନିର୍ମାଣୀ ଅଛନ୍ତି। ମୁଁ ଏବେ ହୋଇଲି ନିରେଖ, ଏ ଜନ୍ମ ହୋଇଲା ବ୍ୟର୍ଥ। ମୋହର କର୍ମ ବଡ଼ହୀନ, କେମନ୍ତେ ବଞ୍ଚିବ ଦିନ। ବିଧବା ଅବସ୍ଥା ମକାଏ, ମୋହର ମଲେ ବାପ ମାଏ। ଏ ସନ ଭାଳୁ ଭାଳୁ ବସି, ବୁଦ୍ଧିଏ ସ୍ଫୁରିଲା କ ଆସି। ହୃଦଏ କଲା କ ବିଚାର, ଏହା ସେ ଅନିତ୍ୟ ସଂସାର। ପୁରୁଷ କୁମାର କୁମାରୀ, तात ଜନନୀ ଆଦି କରି। ବନ୍ଧୁ ବାନ୍ଧବ ଇଷ୍ଟ ଜନ, ସେ ସର୍ବ ବିଦ୍ୟୁତ ସମାନ। କେହି କାହାରି କିଛି ନୁହେଁ, ବନ୍ଦୀ ହୋଇଛି ମାୟା ମୋହେ। ମିଥ୍ୟାକୁ ସତ୍ୟ ପ୍ରାୟ ମଣି, ଭୁଲିଣ ମରୁଛନ୍ତି ପ୍ରାଣୀ। ଏହା ବିଚାରି ମୁନି ଜଣେ, ତେଜନ୍ତି ପୁତ୍ର ଦାରାଧନେ। ଭ୍ରମନ୍ତି ଏକାନ୍ତେ ସଂସାର,
ଶରଣ ପଶନ୍ତି କୃଷ୍ଣରେ। ହେଳେ ତରନ୍ତି ଭବ ତ୍ରାସ, ମୁକତି ଲଭିବ ଅବଶ୍ୟ। ମୁଁ ଏବେ ମନ୍ତ କରିବି, କୃଷ୍ଣ ଚରଣେ ଚିତ୍ତ ଦେବି। ଏସନ ବିଚାରି ସୁନ୍ଦରୀ, ଶ୍ରୀ ଗୁରୁ ଆଜ୍ଞା ଶିରେ ଧରି। ସ୍ଫଟିକ ମାଳା କରେ ଘେନି, କୃଷ୍ଣଙ୍କୁ ଭଜଇ କାମିନୀ। କଲା ସକଳ ବାର ବ୍ରତ, ଭଜିଲା ଦୃଢ଼ କରି ଚିତ୍ତ। ଯହୁଁ ତା ହୃଦେ ହେଲା ଜ୍ଞାନ, ତେଜିଲା କାମ କ୍ରୋଧ ମାନ। ହିଂସା କପଟ ଲୋଭେ ରୋଗ, ଏ ସର୍ବ କଲା ପରିତ୍ୟାଗ। ଅତିଥି ଦେଖିଲେ ନୟନେ, ପୂଜଇ ଦେବତା ସମାନେ। କରଇ ଷଷ୍ଠ କାଳ ବ୍ରତ, ଭୋଜନେ ନଥାଇ ତା ଚିତ୍ତ। ବେନି ଦିବସ ଉପବାସେ, ରହଇ ମୁକ୍ତି ଲାଭ ଆସେ। ରାତ୍ର ଦିବସ ଅନ୍ନ ବେଳେ, ଭୁଞ୍ଜଇ ରବି ଅସ୍ତ କାଳେ। ଅଳପ ଆହାରେ ସନ୍ତୋଷ, ବହୁତ ନ କରଇ ଗ୍ରାସ। ହୃଦରେ ନୁହଇ ବିମୁଖ, ସହିଲା ଅପ୍ରମେୟ ଦୁଃଖ। ନିଶି ଦିବସେ ଅନୁକ୍ଷଣେ, ଭଜଇ ଗୋବିନ୍ଦ ଚରଣେ। ଏମନ୍ତେ କେତେ କାଳ ଗଲା, ସେ କନ୍ୟା ବନବାସ କଲା। ସଦନେ ଥିଲା ଯେତେ ଦ୍ରବ୍ୟ, ବ୍ରାହ୍ମଣେ ଦାନ ଦେଲା ସର୍ବ। ମିଳିଲା ରେବା ତୀର୍ଥେ ଯାଇ, ଆଶ୍ରମ କରି ତହିଁ ରହି। ଭୁଞ୍ଜଇ ଫଳ ମୂଳ ମାନ, ସେଦିନ ଉପେଖିଲା ଅନ୍ନ। ଆବର ତେଜିଲା ଦୁକୁଳ, ପିନ୍ଧିଲା ବୃକ୍ଷର ବକଳ। ମକର ମାସେ ପ୍ରତିଦିନ, ରେବାରେ କରଇ ସେ ସ୍ନାନ। ସ୍ନାନର ବିଧି ମତ ଯେତେ, ଆଚରି ଥାଇ ଶୁଦ୍ଧ ଚିତେ। ସେ ରେବା ତୀର୍ଥ ସନ୍ନିଧିର, ଅଛନ୍ତି ଭୃଗୁ ମୁନିବର। ତାହାଙ୍କ ଆଶ୍ରମକୁ ଯାଇ, ମୁନିଙ୍କୁ ସେବା କରୁଥାଇ। ତାର ଭକତି ଭାବ ଦେଖି, ଋଷି ମନରେ ମହାସୁଖୀ। କନ୍ୟାକୁ ପ୍ରସନ୍ନ ହୋଇଲେ, ଯାବତ ଜ୍ଞାନ ବୁଝାଇଲେ। ସେହି ପ୍ରକାରେ ପ୍ରତିଦିନ, ରକ୍ଷକା କରଇ ଯେ ସ୍ନାନ। ମୁନିଙ୍କ ସନ୍ନିଧିକୁ ଆସି, ସେବା କରଇ ଅହର୍ନିଶି। ଶୁଣଇ ମାଘ ମହାତମ, ତେଣୁ ଜାଣଇ ସର୍ବଧର୍ମ। ଖଣ୍ଡିଲ କୋଟି ଜନ୍ମ ପାପ, ଶୁଦ୍ଧ ହୋଇଲା ତାର ତପ। 60 ମାଘ ସ୍ନାନ କଲା, ଚତୁର୍ଥ କାଳ ଆସି ହେଲା। ସେ କନ୍ୟା ହୋଇଲା ନିଧନ, ସ୍ୱର୍ଗରୁ ଓଇଲା ବିମାନ। ତାହାକୁ ରଥେ ବସାଇଲେ, ବିଷ୍ଣୁଙ୍କୁ ଦୂତେ ଘେନି ଗଲେ। ସାନନ୍ଦ ସମସ୍ତଙ୍କ ଚିତ୍ତ, କରୁଅଛନ୍ତି ନୃତ୍ୟ ଗୀତ। ଆଗେ ବାଜଇ ବୀର ତୋର, ଢାଳନ୍ତି ଆଲଟ ଚାମର। ଶୁଭଇ ହରି ହରି ଧ୍ୱନି, ସ୍ୱର୍ଗେ ଦେଖନ୍ତି ସୁର ମୁନି। ଏଥୁ ଅନ୍ତରେ ସ୍ୱର୍ଗ ଯାନ, ସଧୀରେ ଚଳଇ ବହନ। ବୈକୁଣ୍ଠପୁରେ ପରବେଶ, ରକ୍ଷକା ମନରେ ହରସ। ବିମାନ ଓହ୍ଲାଇ ବହନ, ବିଷ୍ଣୁଙ୍କୁ କଳା ଦର୍ଶନ। ଭୂମିରେ ଗୋଡ଼ ଘାଲି ଶୋଇ,
ଉଠିଣ ଶିରେ କର ଦେଇ କଲାକ ସତେ ପ୍ରଣିପାତ ବୋଇଲେ ହୋଇ କୃତ କୃତ୍ୟ ହସି ବୋଲନ୍ତି ପିତବାସ ତୁ ଏବେ ଥାଅ ଆମ୍ଭ ପାଶ ମୋ ପାଦେ ସେବା କରୁଥିବୁ ଅମୃତ ଭୋଗ ବିଳସିବୁ ରକ୍ଷକା ସନମତ କଲା ବୈକୁଣ୍ଠ ଭୁବନେ ରହିଲା ବିଷ୍ଣୁର ଅଭୟ ଚରଣ ସର୍ବଦା ଭଜୁଥାଏ ମନ 400 ଯୁଗ ଯାଏ ବ୍ରାହ୍ମଣୀ ରହିଲା ସେଠାଏ କହନ୍ତି ପ୍ରଭୁ ନାରାୟଣ ମାଘ ସ୍ନାନ ଧର୍ମ ଶୁଣ ଯେ ମାଘ ସ୍ନାନ ନ କରଇ ସଂସାର ତରି ନ ପାରଇ ଯେହୁ କରଇ ମାଘ ସ୍ନାନ ତାକୁ ସନ୍ତୋଷ ମୋର ମନ ସେ ପ୍ରାଣୀ ହୁଅଇ ମୁକତ କହେ ନୃସିଂହ ଦାସ ସୁତ ଗୀତ ଭଣଇ କୃଷ୍ଣ ଦାସ ଓଠାଣଇ ପଦରେ ଶେଷ ଇତି ଶ୍ରୀ ମାଘ ମହାତ୍ମ୍ୟ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ରକ୍ଷକା ମକର ସ୍ନାନ କଥନେ ବୈକୁଣ୍ଠ ଗମନେ ନାମ ଅଷ୍ଟାଦଶ ଅଧ୍ୟାୟ 19 ଅଧ୍ୟାୟ ଉଦ୍ଧବ ଉବାଚ ଉଦ୍ଧବ ଯୋଡ଼ି କରବେନି କୃଷ୍ଣଙ୍କୁ ପଚାରଇ ପୁଣି ଭୋ ପ୍ରଭୁ କମଳା ବିଳାସ ସେ କନ୍ୟା ପୁଣି କଲା କିସ କାହିଁ ହୋଇଲା ଜନ୍ମ ତାର କହ ହେ ଦେବ ଚକ୍ରଧର ଉଦ୍ଧବ ବଚନେ ମୁରାରି କହନ୍ତି ଅନୁରାଗ କରି ଶୁଣ ଉଦ୍ଧବ ମନ ସ୍ଥିରେ ରକ୍ଷକା ଥିଲା ବୈକୁଣ୍ଠରେ 400 ଯୁଗ ଯାଏ ସେବିତ ଥିଲା ପଦ୍ମ ପାଏ ଏମନ୍ତେ ଗଲା କେତେ କାଳ ଅସୁରେ ହୋଇଲେ ପ୍ରବଳ ସିନ୍ଧୁ ପସିନ୍ଧୁ ବୋଲିଣ ଥିଲେ ଅସୁର ବେନି ଜନ ସେ ବେନି ଭାଇ ବଡ଼ ଦୁଷ୍ଟ ଦେବଙ୍କୁ ଦେଲେ ବଡ଼ କଷ୍ଟ ତ୍ରୈଲୋକ୍ୟ ଭୁଜ ବଳେ ଜିଣି ସ୍ୱର୍ଗ ସମ୍ପଦ ଜୁରି ଆଣି ପର ଦୁହିତା ପର ନାରୀ ବଳେ ରମିଲେ ଧରି ଆଣି ତାହାଙ୍କ ଭଏ ସୁରମାନେ ସମସ୍ତେ ବିଚାରିଲେ ମନେ ବୋଇଲେ କି ବୁଦ୍ଧି କରିବା କେଉଁ ପୁରକୁ ପଳାଇବା ସହିବା କେତେ ଦୁଃଖ ଏବେ କେମନ୍ତେ ମରିବେ ଦାନବେ ବିଧାତା ବୋଲଇନ ଭାଳ ଆମ୍ଭର ପ୍ରଭୁ ଆଦି ମୂଳ ତାଙ୍କ ଛାମୁକୁ ଚାଲ ଯିବା ଏ ସର୍ବବୃତ୍ତାନ୍ତ କହିବା ସେ ଯେ ସଂହାରିବେ ଦୈତ୍ୟକୁ ନୋହିଲେ ମୃତ୍ୟୁ ନାହିଁ ତାକୁ ଏତେ ବିଚାରି ସୁରଗଣ ଗମନ କଲେ ତତ୍କ୍ଷଣ ବୈକୁଣ୍ଠପୁରେ ଯାଇ ମିଳି ଦେଖିଲେ ପ୍ରଭୁ ବନମାଳି ଅନନ୍ତ ଶଯ୍ୟା ଉପରେଣ ପହୁଡ଼ିଛନ୍ତି ନାରାୟଣ ପଦ୍ମନୟନ ଗଦାଧର ଶ୍ରୀମୁଖ ପଙ୍କଜ ସୁନ୍ଦର ଶ୍ରୀବିମ୍ବଧର ସୁରଙ୍ଗ ଚନ୍ଦନ ଭୂଷିତ ଶ୍ରୀଅଙ୍ଗ କଣ୍ଠେ କୌସ୍ତୁଭ ମଣି ସୋହେ ରୂପ ଜଗତ ଜନ ମୋହେ ହୃଦୟରେ ଶିବଚ୍ଛର ଚିହ୍ନ ଦିଶଇ ଅତି ଶୋଭାବନ ପରିଧାବନ ପିତବାସ
रुचिर चारु दिव्य वेश राजीव लोचन सुंदर आवर चरणेन पुर दिशई अति मनोहर ए रूपे विजे सुरेश्वर सृष्टिकर्ता भगवान जोग निद्रारे अचेतन हेमंत बेले देवताए प्रवेश होइले सेठाए ब्रह्मा ईश्वर सुनासिर संगते घेनी सर्वसुर छामुरे दर्शन करती समस्ते उभा होइछन्ति देवंक मन तहि जानी उठी बसिले देव स्वामी विष्णु उठिबा देखि सुरे देवे उठिले धातिकारे निकटे जोड़ी बेनी कर पुणी ही कले नमस्कार विधाता मुख चाहे करी कुशल बारता पचारी धाता बोइले देव शुण ओइल जेवण कारण एबे असुर बेनि जात त्रेतया महिमा विख्यात ताहांक चरणर भारा सही न पारे वसुंधरा गोटिक नाम अटे सिंधु अन्यर नाम उपसिंधु शिवंकु जहूँ सेवा कले ईश्वर प्रसन्न होइले बोइले बे मागवर जे इच्छा अछई तंबर असुरे बोइले गोसाई आम्भंकु न जिणिबे केही देवदानव आदि करी तेबे हेन पारिबे मारी हेमंत बर आज्ञा हेउ अस्तु बोइले महाबाहु असुरे करन्ति विचार के अबा अछि अज्रामर पंचमंडले देह बही जन्मिले अवश्य मरई हेमंत विचारी मनकु पुणे ही कहिले रुद्रंकु ज्येष्ठ कनिष्ठ बेनी भाई मरिबु मरा मरी होई हसी बोइले पंचमथी प्राप्त हेउ एही कथा हेमंत बोली शिव गले असुरे सेठारे रहिले तहु हरंक बर पाई पृथ्वी बोलिले बेनी भाई हेळे जिणिले तिनि पुर अन्याय करन्ति अपार देवंक जेय धनुज विश्वे अजेय तांक तेज एबेनी असुर प्रताप सही पारिब काहा बाप एबे स्वर्ग को देले धाड़ी अवश्य पका पलाई बुड़ी एक कथा जणाइबा पाई छामको अइलु गोसाई भोदेव बारे रक्षा कर संभाळ स्वर्ग पुर तोर देवता वाक्ये दया निधि उपाय कले कुट बुद्धि ब्रह्मा रुद्रंकु हरि चाहे बोलंती कमलार साई सेवेनी असुरंक मृत्यु शुण कहिबा तार हेतु कन्या गोटिए तुम्भे निय ताहाकु दिव्य तनु दिय
ଥୋଇବ ଅସୁରଙ୍କ ପାଶେ, ଦେଖି ଧାଇଁବେ ସେ ରାକ୍ଷସେ। ରୂପ ଦେଖିଣ ବଶ ହେବେ, ଘରଣୀ କରିବୁ ବୋଲିବେ। କରିବେ ବେନି ଭ୍ରାତା କଳି, ଯୁଦ୍ଧ କରିବେ ମହାବଳୀ। ଦୁହେଁ ମରିବେ ଏକାବେଳେ, ଶୁଣ ହେ ଦେବତା ସକଳେ। ବିଷ୍ଣୁ ଆଜ୍ଞାରେ ସୁରଗଣେ, ସମ୍ମତ ହେଲେ ତତକ୍ଷଣେ। ଗୋବିନ୍ଦ ରକ୍ଷକକୁ ଆଣି, ସମର୍ପି ଦେଲେ ଚକ୍ରପାଣି। ବୋଇଲେ ହାର ଯୋଗରେ, ମରିବେ ସେବେ ନିଅସୁରେ। ଶୁଣି ସାନନ୍ଦ ଦେବତାଏ, ନମିଲେ ଗୋବିନ୍ଦର ପାଏ। କନ୍ୟାକୁ ଘେନି ତତକ୍ଷଣେ, ସେଠାରୁ ଗଲେ ସୁରଗଣେ। ଦେବ ସଭାରେ ପରବେଶ, ରକ୍ଷକା ଅଛି ତାଙ୍କ ପାଶ। ବ୍ରହ୍ମା ବୋଇଲେ ତାକୁ ଚାହିଁ, କଥାଏ ଶୁଣ ଚନ୍ଦ୍ରମୋହି। ଆମ୍ଭର ଆଜ୍ଞାର ପ୍ରମାଣେ, ଏ ରୂପ ଛାଡ଼ି ତତକ୍ଷଣେ। ଉତ୍ତମ ଦିବ୍ୟ ରୂପ ଧର, ଭୂମାତ ଦେବ କାର୍ଯ୍ୟ କର। ସେବେ ଦାନବଙ୍କୁ ମାରି, ଉଶ୍ୱାସ କର ବସୁନ୍ଧରୀ। ବ୍ରହ୍ମାଙ୍କ ବଚନେ ବିମ୍ବଷ୍ଟି, ହୋଇଲା ଦିବ୍ୟ ରୂପ ଗୋଟି। ଜଗତ ମୋହିନୀ ସୁନ୍ଦରୀ, ରୂପେ ପାର୍ବତୀ ନହେଶ୍ୱରୀ। ଶାରଦ ଶଶାଙ୍କ ବଦନେ, ତରଙ୍ଗ କୁରଙ୍ଗ ନୟନେ। ନୀଳକୁଟିଳ ଚାରୁକେଶୀ, ବହନ୍ତି କନ୍ଦର୍ପର ବଂଶୀ। ନାସିକା ତିଳ ଫୁଲ ଜିଣି, ବଚନ କୋକିଳର ବାଣୀ। ମୋତି ଦର୍ଶନ ବିମ୍ବାଧର, ଚାହିଁଲେ ମୁନି ମନୋହର। ବିସ୍ତାର ହୃଦୟ ବାହାର, ନବ ଯୌବନ ରୂପ ତାର। ପଦ୍ମନାଡ଼ି କି ବାହୁ ବେନି, ଯତ୍ନେ ଗଢ଼ିଲା ପଦ୍ମଜନି। ଡମ୍ବରୁ ପ୍ରାୟ ମଝା କ୍ଷୀଣ, ଦିଶଇ ଅତି ଶୋଭାବନ। ଉଲଟ ରମ୍ଭା ଜିଣି ଜାନୁ, ଶୁଦ୍ଧ କନକ ଜିଣି ତନୁ। ଅତି ଯେ କୋମଳ ପାତଳି, ଦିଶେ ଅଳତା ରଙ୍ଗ ଭଳି। ବହଇ ଲକ୍ଷେ କଲକ୍ଷଣ, ଶରୀରେ ନାହିଁ ଅବିଗୁଣ। ଅଜନି ଶମ୍ଭୁ ତା ସେ ବାଳି, ଉପମା ନାହିଁ ମହିସ୍ଥଳୀ। ଦେଖି ହରଷ ହେଲେ ବ୍ରହ୍ମା, ନାମ ତା ଦେଲେ ତିଳୋତ୍ତମା। ଧାତା ବୋଇଲେ ମାଗ ଯିବୁ, ରେବା ତୀର୍ଥରେ ଯାଇ ହେବୁ। ପାଶେ ଅଶୋକ ବନ ଅଛି, ତହିଁରେ ଥିବୁ ତୁ ମୃଗାକ୍ଷୀ। ସିନ୍ଧୁ ଉପସିନ୍ଧୁ ଯେ ଦୁଷ୍ଟ, ସେଠାରୁ ଅଟଇ ନିକଟ। ଯେ ମନ୍ତେ ସେ ହୁବେନି ଭ୍ରାତ, ଇଚ୍ଛାଏ କରିବେ ଅନର୍ଥ। ମରିବେ ମରା ମରି ହୋଇ, ତେବେ ଉଶ୍ୱାସ ହେବ ମୋହି। ବ୍ରହ୍ମା ବଚନେ ଶୁଭ୍ର କେଶୀ, ମଥା ପତିଣ ବସିଅଛି। ଯିବାକୁ ସନମତ କଲା, ତକ୍ଷଣେ ପ୍ରବେଶ ହୋଇଲା। ବ୍ରହ୍ମା ବୋଇଲେ କୁବେରକୁ, ଦିଅ ଅଳଙ୍କାର ଏହାକୁ।
विधाता वचने कुबेर मंडी देला कलंकार तत्क्षणे तिलोत्तमा नारी से रत्न आभरण करी शिरे शोभित मोतीमाळी पिंधिला अति যত্ন করি কিবা কাবেরী শোভাকর নিন্দই নব জলধর কর্ণে কুণ্ডল হীরা কণ্ঠী শোভিত রত্ন কাপ গোটি ললাটে সিন্দুর চিতা চন্দ্রমা প্রায় কশোভিতা চকর নয়নে অঞ্জন রঞ্জনে দিশই শোভন নাসারে মুকুতা বসণী পয়রে রত্ন ওড়িয়াণী বিশেষ বধূলিয় ধর তাম্বুଳ ভুঞ্জନ୍ତି সুন্দর কণ্ঠরে শোভে রত্নমালা অত্যন্ত শোভা দিশে গোলা বেনি ভুজরে তাড় চূড়ি বিবিধ রত্নমালা জড়ি অঙ্গুଳି মানকে মুদ্রিকা এক কুয়ারে কধিকা বিবিধ বসনে কবাছি বাছিণ পিন্ধিলা মৃগাক্ষী কটিরে সুবর্ণ মেখলা যতনে খঞ্জিলা অবলা পয়রে শোভই নূপুর চালন্তে বাজই মধুর আঙ্গুঠি ମାନଙ୍କର ଫନ୍· ଭରିଲା ଚାରି ରତ୍ନ ମୁଦି ବିବିଧ କୁସୁମ ମିଶାଇ ନୟନ ଖୋସାରେ ପୁରାଇ ସୁଗନ୍ଧ କର୍ପୂର କସ୍ତୁରୀ ମିଶାଇ ଘଷିଲା ଚତୁରୀ ଭୂଷଣ ନାନା ଅଳଙ୍କାର ନମିଲା ବ୍ରହ୍ମାଙ୍କ ପୟର ରୁଦ୍ର ଇନ୍ଦ୍ରଙ୍କ ମୁଖ ଚାହିଁ କମ୍ପିଲା ତାଙ୍କ ପାଦେ ଯାଇ ମୁନିଙ୍କୁ ପ୍ରଣାମ ସେ କଲା ଓଳଗି ମେଲାଣି ମାଗିଲା ବୀଣା ଗୋଟିଏ ବାମ କରେ ନମିଲା ବ୍ରହ୍ମାଙ୍କ ପୟରେ ଆନନ୍ଦ ହୋଇଣ ମନରେ ରମଣୀ ଗମଇ ସଧୀରେ ତାହାର ରୂପ ଦେଖି କରି ବଶ ହୋଇଲେ କୁଶଧାରୀ କେବଳ ଜାତ କଲେ ସେହି ରୂପ ଦେଖିଣ ହେଲେ ମୋହି ହୃଦୟରେ ବିଚାରନ୍ତି ରହି ଏହାକୁ ଭାଗ୍ୟ ଥିଲେ ପାଇ ଇନ୍ଦ୍ର ହିଁ ରୂପ ଦେଖି ତାର ମଦନେ ହୁଅଇ ଅସ୍ଥିର ଦେବତା ମାନେ ଦେଖୁଛନ୍ତି ସମସ୍ତେ ପ୍ରଶଂସା କରନ୍ତି ଧନ୍ୟ ସେ ଅପୂର୍ବ ସୁନ୍ଦରୀ ସବୁରି ମନ ନେଲା ହରି ବିଧାତା କନ୍ଦର୍ପକୁ ଚାହିଁ ବୋଇଲେ ସଙ୍ଗେ ଯାଅ ତୁହି ଏହାକୁ ଅଶୋକ ବନରେ ନେଇ ଥୋଇବୁ ଧାତିକାରେ ଦଇତେ ହୋଇଲେ ନିଧନ ତେବେ ଆସିବୁ ନିଜ ସ୍ଥାନ ପିତାମହର ଆଜ୍ଞା ପାଇ କନ୍ଦର୍ପ ଶିରେ କର ଦେଇ ଯିବାକୁ କଲା ସନମତ ଆଣି
ରତ୍ନମୟ ରଥ। ରକ୍ଷକାକୁ ସେ ବସାଇଲେ, ଗଗନ ମାର୍ଗେ ଚଳିଗଲେ। ରେବାର ତୀର୍ଥରେ ପ୍ରବେଶ, ଭଣେ ନୃସିଂହ ଦାସ ଶିଷ୍ୟ। କହନ୍ତି ପ୍ରଭୁ ଜଗନ୍ନାଥେ, ମାଘ ସ୍ନାନର ଫଳ ଏଥେ। ରକ୍ଷକା ମାଘ ସ୍ନାନ କରି, ସ୍ୱର୍ଗେ ହୋଇଲେ ଅପସରି। ବୈକୁଣ୍ଠେ 400 ଯୁଗ, କଲା ବିପୁଳ ସୁଖ ଭୋଗ। ବିଷ୍ଣୁର ବ୍ରତ ମାନ ଆଣି, ଦେବେ କହନ୍ତି ଚାଟୁବାଣୀ। ଦୈତ୍ୟକୁ ମାରିବା ନିମନ୍ତେ, ଏବେ ଯାଉଛୁ ରେବା ତୀର୍ଥେ। ଭଣଇ ଦିନ କୃଷ୍ଣ ଦାସ, 139 ଶେଷ। इति श्री माघ महात्म्ये महापुराणे श्रीकृष्ण उद्धव संवादे सिंधु उपसिंधु मारणे तिलोत्तमा प्रेरणे नाम 19 अध्याय।